ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର ପାଞ୍ଚ ଧାଡିରେ। ସମୁଦ୍ରଗୁପ୍ତ ଗୁପ୍ତ ସାମ୍ରାଜ୍ୟର ଜଣେ ଶକ୍ତିଶାଳୀ ଶାସକ ଥିଲେ। ସେ ତାଙ୍କର ସାମରିକ ବିଜୟ ପାଇଁ ଜଣାଶୁଣା ଥିଲେ। ସେ ଭାରତର ନେପୋଲିଅନ ଉପାଧି ପାଇଥିଲେ। ସେ କଳା, ସଙ୍ଗୀତ ଏବଂ ସାହିତ୍ୟର ମଧ୍ୟ ଜଣେ ପୃଷ୍ଠପୋଷକ ଥିଲେ। ତାଙ୍କ ଦରବାର କବି ହରିସେନଙ୍କ ଦ୍ୱାରା ଲିଖିତ ଆଲାହାବାଦ ସ୍ତମ୍ଭ ଶିଳାଲେଖ ତାଙ୍କର ବିଜୟ ଏବଂ ନୀତି ବର୍ଣ୍ଣନା କରେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବେ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବେ। ଭିଡିଓ ମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।